ସୁଖ ଚେଷ୍ଟା ଓ ସମସ୍ତ ଆନନ୍ଦ ଈଶ୍ୱରଙ୍କ ଠାରୁ ଦୂରକୁ ନେଇଯାଏ। ମାତ୍ର ମରଣ ଯିଏ ଏହି ଶରୀରର ଶେଷ ଗତି ବା କାର୍ଯ୍ୟ ଏବଂ ଏହା ଅନିବାର୍ଯ୍ୟ ଅଟେ, ତାହା ହିଁ ଗୃହରେ ସମସ୍ତେ ଅନୁଭବ କରନ୍ତି। ଆମେ କେଉଁ ଗୃହକୁ ଯିବା ପାଇଁ ଅଧିକ ଗୁରୁତ୍ୱ ଦେଉ? ଗତି ପ୍ରଦୀପ ସେହି ନିରାଶରେ ଆଶା ଦେଇ ଏ ଘୋର ଦୁର୍ଦିନ କାଳେ ବନ୍ଧୁର ପଥ ଧାରେ ଦିଏ ସେ ଯେ ଶାନ୍ତି ଶିଖା, ଦିଏ ସେ ଯେ ଶାନ୍ତି ଶିଖା। ଗୁଞ୍ଜାଇ ବିଭୀଷିକା পথ প্রদর্শিকা, সে যে পথ প্রদর্শিকা, পথ প্রদর্শিকা, পথ প্রদর্শিকা। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଗତ ପାଠରେ ଆମେ ଯାହା ଶିକ୍ଷା କଲୁ, ବିଶ୍ୱାସ କରୁ ଆପଣମାନେ ସମସ୍ତେ ଉପକୃତ ହୋଇଥିବେ। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମମାନଙ୍କ ସହିତ ଫୋନ୍ ମାଧ୍ୟମରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆପଣମାନଙ୍କୁ ଆଶୀର୍ବାଦ କରିବେ। ଆପଣମାନଙ୍କ ମଧ୍ୟରୁ ଯଦି କେହି ଏପର୍ଯ୍ୟନ୍ତ ଆମକୁ ଫୋନ୍ କରିପାରି ନାହାନ୍ତି, ତେବେ ଆଜି ହିଁ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣମାନଙ୍କର ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଆପଣଙ୍କ ଫୋନ୍ କଲ୍ ଆମକୁ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଓ ଆପଣଙ୍କ ବିଷୟରେ ଅଧିକ ଜାଣିବାକୁ ସାହାଯ୍ୟ କରିବ। ଆଜି ପୁଣି ଥରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ପାଇଥିବାରୁ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦିଏ। ଈଶ୍ୱରଙ୍କ ବାକ୍ୟ ଯେପରି ଆପଣଙ୍କ ଜୀବନରେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବ ଓ ଆପଣଙ୍କ ଜୀବନରେ ଯେପରି ଏକ ଭିନ୍ନ ପରିବର୍ତ୍ତନ ଆଣିବ, ଏହା ହିଁ ଈଶ୍ୱରଙ୍କ ନିକଟରେ ଆମର ପ୍ରାର୍ଥନା ଓ ଇଚ୍ଛା। ପ୍ରଭୁଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତୁ। ଆଜି ଆମେ ଆଉ ଏକ ନୂତନ ବିଷୟରେ ଅଧ୍ୟୟନ କରିବା। ତାହା ହେଲା ଦାଉଦଙ୍କର ପୁତ୍ର ଜେରୁସାଲେମସ୍ଥ ରାଜାଙ୍କ ଉପଦେଶକ, ତାର 7 ପର୍ବ ଏବଂ 8 ପର୍ବ। ଉପଦେଶକ ଆମକୁ ଆହ୍ୱାନ ଦିଅନ୍ତି, କୌଣସି କାର୍ଯ୍ୟ ଆରମ୍ଭ କଲେ ତାହାକୁ ସଫଳତାର ସହ ସମାପ୍ତ କର। ହୁଏତ ତାହା ଘର କାମ କି ବାହାର କାମ ହୋଇପାରେ, କିନ୍ତୁ ଶେଷ ପରିଣତି ଆନନ୍ଦ ଦିଏ। ଆରମ୍ଭ କରିବା ସହଜ, କିନ୍ତୁ ସମାପ୍ତ କରିବା କଷ୍ଟ ହୁଏ। ପ୍ରତ୍ୟେକ କାର୍ଯ୍ୟ ଓ ଆହ୍ୱାନ କଷ୍ଟ ଅଟେ। ପ୍ରାଣପଣ ଚେଷ୍ଟା କରିବାକୁ ହୁଏ। ଈଶ୍ୱର ଯେ ପ୍ରତ୍ୟେକ ପରିସ୍ଥିତିରେ ଯଥା ସଫଳତା, ବିଫଳତା, ପ୍ରତିକୂଳ, ଅନୁକୂଳ ସବୁ ସମୟରେ ଆମ ସଙ୍ଗରେ ଅଛନ୍ତି। ଏହି ବୋଧ ପାଇଁ କାର୍ଯ୍ୟର ସମାପ୍ତି ପ୍ରତି ଦୃଷ୍ଟି ରଖିବା ଆବଶ୍ୟକ। ସବୁ ସମୟରେ ଆମ ସଙ୍ଗରେ ଅଛନ୍ତି। ଏହି ବୋଧ ପାଇଁ କାର୍ଯ୍ୟର ସମାପ୍ତି ପ୍ରତି ଦୃଷ୍ଟି ରଖିବା ଆବଶ୍ୟକ। ଈଶ୍ୱରଙ୍କ ବାକ୍ୟ କୁହେ, ଧୈର୍ଯ୍ୟ ଦ୍ୱାରା ତୁମ୍ଭେମାନେ ଆପଣା ଆପଣା ଜୀବନ ରକ୍ଷା କରିବ ଏବଂ ନିଶ୍ଚିତ ଭାବେ କାର୍ଯ୍ୟର ସଫଳତା ଦେଖି ଆନନ୍ଦ କରିବ। ଯୀଶୁ କହିଲେ, ତୁମେ ମୋତେ ଯେଉଁ କର୍ମ ଦେଇଥିଲ ତାହାକୁ ସମାପ୍ତ କରି ପୃଥିବୀରେ ତୁମକୁ ମହିମାନ୍ୱିତ କରିଅଛି। ଯୋହନ ତାର 17 ପର୍ବ 4 ପଦରେ ଏହା ଆମେ ଦେଖିବାକୁ ପାଉଁ। ସମାପ୍ତ ଆରମ୍ଭ ଠାରୁ ଭଲ। ଆହୁରି ଉପଦେଶକ କୁହନ୍ତି, ଗର୍ବୀ, ଅତ୍ୟଧିକ ଧାର୍ମିକ କିମ୍ବା ମୂର୍ଖ ହୁଅ ନାହିଁ। ପରମେଶ୍ୱର ଆମମାନଙ୍କୁ ସରଳ କରି ନିର୍ମାଣ କରିଅଛନ୍ତି। ସମସ୍ତ ଆଶୀର୍ବାଦ ଦେଇ ପୃଥିବୀକୁ କର୍ତ୍ତୃତ୍ୱ କରିବାକୁ କହିଛନ୍ତି। ଭିନ୍ନ ଭିନ୍ନ ପ୍ରତିଜ୍ଞା ମାଧ୍ୟମରେ ଜୀବନ୍ତ ଆଶା ଦେଇଅଛନ୍ତି ଏବଂ କେବେ ନ ଛାଡ଼ିବା ପାଇଁ ପ୍ରତିଜ୍ଞା କରିଅଛନ୍ତି। କିନ୍ତୁ
ଅନେକ ଉଦ୍ଭାବନ କରିବାକୁ ଯାଇ ଏବଂ ଅଧିକ ପାଇବା ଆଶାରେ ଈଶ୍ୱରଙ୍କୁ ଛାଡ଼ି କେବଳ ପରିଶ୍ରମରେ ନିଜକୁ ବ୍ୟସ୍ତ ରଖୁଛି। ବେଳେବେଳେ ପବନ ପଛରେ ଦୌଡ଼ି ଶ୍ରାନ୍ତ କ୍ଳାନ୍ତ ହୋଇ ଜୀବନ ହରାଉଛି। ଏହା ହିଁ ଅସାର। ଉପଦେଶକ ନିରୀକ୍ଷଣ କରି ଜାଣିପାରିଛନ୍ତି ଯେ ପରମେଶ୍ୱର ହିଁ ମନୁଷ୍ୟକୁ ଯେଉଁ ସ୍ତ୍ରୀର ଅନ୍ତଃକରଣ ଫାନ୍ଦ ଓ ଜାଲ ସ୍ୱରୂପ ତାହାଠାରୁ ରକ୍ଷା କରିପାରିବେ ଏବଂ ରାଜାଜ୍ଞା ତଥା ଶାସନକର୍ତ୍ତାଙ୍କ ଆଜ୍ଞା ପାଳନ କରିବାକୁ ଶକ୍ତି ଦେବେ। ପ୍ରତ୍ୟେକ ମନୁଷ୍ୟର ଦୁଃଖ ତାହା ପ୍ରତି ଅତିଶୟ। ଆଗକୁ କ'ଣ ହେବ ସେ ନିଜେ ମଧ୍ୟ ଜାଣେ ନାହିଁ, କେବଳ ଅନ୍ଧକାରରେ ତୀର ମାରେ। ଆସୁ ଏହି ବିଷୟରେ ଅଧିକ ଶିକ୍ଷା କରିବା ପୂର୍ବରୁ ଗୋଟିଏ ଭକ୍ତିମୂଳକ ମନଛୁଆଁ ଗୀତ ଶୁଣିବା। ଯିଶୁ ନାମେ ନିତିଦିନ କରିବି ଗୁଣ କୀର୍ତ୍ତନ, କରୁଣାରେ ପରିପୂର୍ଣ୍ଣ ପ୍ରେମରେ ତୁମେ ମହାନ, ସର୍ବଦା ବନିବି ତୁମରି ପ୍ରେମକୁ ପ୍ରାଣକାରୀ ମୋ ଯିଶୁ, ସର୍ବଦା ବନିବି ତୁମରି ପ୍ରେମକୁ ପ୍ରାଣକାରୀ ମୋ ଯିଶୁ। ହାଲେଲୁୟା ଗାଉଥିବି ମୁଁ, ଯିଶୁ ନାମ ଜପୁଥିବି ମୁଁ। ହାଲେଲୁୟା ଗାଉଥିବି ମୁଁ, ଯିଶୁ ନାମ ଜପୁଥିବି ମୁଁ। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଉପଦେଶକ 7 ଓ 8 ପର୍ବ 2ଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହା ହେଉଛି ସଲୋମନଙ୍କର ଶେଷ ଅନୁସନ୍ଧାନ, ଯାହାକି ସେ ଚେଷ୍ଟା କରି ଯେପରି ତହିଁରୁ କିଛି ପରିତୃପ୍ତି ଲାଭ କରିପାରିବେ। ଏଥିପୂର୍ବରୁ ମଧ୍ୟ ଆମେ ଦେଖିସାରିଛୁ ଯେ ସଲୋମନ ବିଜ୍ଞାନ, ପ୍ରାକୃତିକ ନିୟମ, ଦର୍ଶନଶାସ୍ତ୍ର, ମନସ୍ତତ୍ଵ, ଇନ୍ଦ୍ରିୟ ବିଳାସ, ବାସ୍ତୁବାଦ, ଅଦୃଷ୍ଟବାଦ, ଯାହାକି ପ୍ରତ୍ୟେକଟି ବିଷୟ ଭାଗ୍ୟ ନିର୍ଦ୍ଦିଷ୍ଟ, ଅହଂବାଦ, ଯାହାକି କେବଳ ନିଜ ନିମନ୍ତେ ବଞ୍ଚିବା ଓ ଧର୍ମ, ଏହି ସମସ୍ତ ମଧ୍ୟ ଦେଇ ଅନୁସନ୍ଧାନ କରି ସେ ତହିଁରୁ ବାସ୍ତବ ଆନନ୍ଦ ଓ ତୃପ୍ତି ପାଇବା ନିମନ୍ତେ ଚେଷ୍ଟା କରିଥିଲେ। ମାତ୍ର ତଦ୍ୱାରା ସେ ପରିତୃପ୍ତି ଲାଭ କରିପାରି ନଥିଲେ, କାରଣ ଖ୍ରୀଷ୍ଟ ହିଁ କେବଳ ପରିତୃପ୍ତି ଦେଇପାରନ୍ତି। ଖ୍ରୀଷ୍ଟ ବିହୀନ ଜୀବନ ଏକ ଅତୃପ୍ତ ତଥା ଅଶାନ୍ତିମୟ ଜୀବନ। ମାତ୍ର ଖ୍ରୀଷ୍ଟ ହିଁ କେବଳ ହୃଦୟରେ ପରିତୃପ୍ତି ପ୍ରଦାନ କରିପାରନ୍ତି। ଧନ ମଧ୍ୟ ଆଉ ଏକ ବିଷୟ, ଯାହାକି ସେ ତହିଁ ମଧ୍ୟ ଦେଇ ପରିତୃପ୍ତିର ଅନ୍ୱେଷଣ କଲେ, କାରଣ ସେ ଜଣେ ଅତି ଧନୀ ବ୍ୟକ୍ତି ଥିଲେ। ମାତ୍ର ସେ ଶେଷରେ ଲକ୍ଷ୍ୟ କରିବାକୁ ପାରିଲେ ଯେ ଧନ ମଧ୍ୟ ତାହାଙ୍କୁ ପରିତୃପ୍ତି ଦେଇପାରିଲା ନାହିଁ। ବର୍ତ୍ତମାନ ଆମେ ତାହାଙ୍କର ଶେଷ ପରୀକ୍ଷା ଲକ୍ଷ୍ୟ କରିବା, ଯାହାକି ନୈତିକତା। ଆଜି ଆମେ ତାହାକୁ ହିତ ସାଧନକାରୀ ବୋଲି ମଧ୍ୟ କହିପାରିବା। ସଲୋମନ ବର୍ତ୍ତମାନ ସେହି ନୈତିକତା ମଧ୍ୟ ଦେଇ ପରିତୃପ୍ତି ପାଇବା ନିମନ୍ତେ ଚେଷ୍ଟା ଚଳାଉଛନ୍ତି। 7 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ବହୁମୂଲ୍ୟ ତୈଳ ଅପେକ୍ଷା ଉତ୍ତମ ନାମ ଭଲ ଓ ଜନ୍ମଦିନ ଅପେକ୍ଷା ମରଣ ଦିନ ଭଲ। କହିବାକୁ ଗଲେ ତାହା ସତ୍ୟ ଅଟେ। ସେହି ଉକ୍ତିରେ କିଛି ଭୁଲ ନାହିଁ। ବହୁମୂଲ୍ୟ ତୈଳ ଅପେକ୍ଷା ଉତ୍ତମ ନାମ ଭଲ। ହଁ, ଏହା ସେହି ଲୋକ ପ୍ରତି ସନ୍ତୋଷଦାୟକ ଯେ ଲୋକେ କହନ୍ତି ସେ ଜଣେ ଅତି ଉତ୍ତମ ପଡ଼ୋଶୀ, ଅତି ଉତ୍ତମ ଲୋକ। କାହା ସଙ୍ଗେ କୌଣସି ଅଶାନ୍ତି ବା ଝଗଡ଼ା କରନ୍ତି ନାହିଁ, କି ଯୁକ୍ତିତର୍କ କରନ୍ତି ନାହିଁ, କିମ୍ବା କୌଣସି ମନ୍ଦ ଲୋକମାନଙ୍କ ସହ ସଙ୍ଗୀ ହୁଅନ୍ତି ନାହିଁ, କି କୌଣସି ମନ୍ଦ ଅଭ୍ୟାସର ବଶବର୍ତ୍ତୀ ନୁହନ୍ତି, କି କୌଣସି ପ୍ରକାର ମନ୍ଦ ପରିସ୍ଥିତି ସହିତ ସାମିଲ ନୁହନ୍ତି। ସେ ସମସ୍ତଙ୍କ ସହିତ ମିତ୍ରତା ଆଚରଣ କରି ନିଜ ବାଟରେ ନିଜେ ଚାଲିଯାଆନ୍ତି। ସେ କାହାକୁ କିଛି କହନ୍ତି ନାହିଁ କି କାହା ପ୍ରତି ଖରାପ ଦୃଷ୍ଟି ଦିଅନ୍ତି ନାହିଁ। ସେ ସମସ୍ତଙ୍କ ସହିତ ସହଯୋଗ କରନ୍ତି ଓ ସମସ୍ତଙ୍କ ସୁଖରେ ସୁଖୀ, ଦୁଃଖରେ ଦୁଃଖୀ ହୁଅନ୍ତି। ଏପରିକି ତାହାର ମୃତ୍ୟୁରେ ମଧ୍ୟ ଲୋକେ ତାହାର ଭୁରି ଭୁରି ପ୍ରଶଂସା କରନ୍ତି ଓ ତାହାର ସମାଧି କ୍ରିୟା ସମୟରେ ତାହାର ପ୍ରଶଂସା କରି ତାହାକୁ ସ୍ୱର୍ଗ ପର୍ଯ୍ୟନ୍ତ ଉଠାଇ ଦିଅନ୍ତି।
ସଲୋମନ କହନ୍ତି ଯେ ତୁମ୍ଭର ସମାଧି କ୍ରିୟାରେ ଯାହାକି ତୁମ୍ଭର ଉତ୍ତମ ସୁଖ୍ୟାତି ନିମନ୍ତେ ଓ ତୁମ୍ଭର ଗୁଣକୀର୍ତ୍ତନ ନିମନ୍ତେ ତୁମ୍ଭେ ଏହି ଜଗତରେ ଯଥାସାଧ୍ୟ ଚେଷ୍ଟା କରିବା ଉଚିତ। ମାତ୍ର ତାହା କ'ଣ ବାସ୍ତବରେ ହୃଦୟରେ ପରିତୃପ୍ତି ଆଣିଦେବ? 7 ପର୍ବର 2 ପଦରେ ଲେଖା ଅଛି, ଭୋଜଗୃହକୁ ଯିବାଠାରୁ ବିଳାପ ଗୃହକୁ ଯିବାର ଭଲ, କାରଣ ତାହା ସମୁଦାୟ ମନୁଷ୍ୟର ଶେଷ ଗତି ଓ ଜୀବିତ ଲୋକ ତହିଁରେ ମନୋଯୋଗ କରିବ। ଆପଣ ଦେଖନ୍ତୁ, ଏହି ସମସ୍ତ ନୈତିକତା ଓ ଜନହିତକର କାର୍ଯ୍ୟ ବିଷୟ ନେଇ ଚମତ୍କାର ଭାବରେ ଆଲୋଚନା କରାଯାଏ। ଅନେକ ସୁନ୍ଦର ଭାଷଣମାନ ଦିଆଯାଏ, ଅନେକ ସୁନ୍ଦର ମତାମତ ମଧ୍ୟ ଦିଆଯାଏ ଓ ଅନେକ ଯୋଜନାମାନ ପ୍ରସ୍ତୁତ କରାଯାଏ। ମାତ୍ର ଦୁଃଖର ବିଷୟ, ତାହା ବାସ୍ତବରେ କାର୍ଯ୍ୟକାରୀ ହୋଇପାରେ ନାହିଁ। ସେମାନେ ବିଳାପ ଗୃହକୁ ଯାଇ ସେହି ଲୋକ ବିଷୟରେ ଅନେକ ସୁନ୍ଦର ବିଷୟମାନ ଶୁଣନ୍ତି ସତ, ମାତ୍ର କେହି ହେଲେ ବାସ୍ତବରେ ଦୁଃଖ ପ୍ରକାଶ କରନ୍ତି ନାହିଁ। କେହି ହେଲେ ତାହାକୁ ଆନ୍ତରିକ ଭାବେ ଝୁରି ହୁଅନ୍ତି ନାହିଁ। ଏହା ହିଁ ହେଉଛି ବର୍ତ୍ତମାନ ସମାଜର ପରିସ୍ଥିତି ଓ ଜୀବନଧାରା। କିନ୍ତୁ ସେହି ପ୍ରକାର ଜୀବନ ମନୁଷ୍ୟର ଆବଶ୍ୟକତାକୁ ପୂରଣ କରିପାରିବ ନାହିଁ। ମୁଁ ଜାଣିବାରେ ସେହି ପ୍ରକାର ଜୀବନ ଏକ ଫମ୍ପା ଜୀବନ, ତାହା ବାସ୍ତବ ଜୀବନ ଧାରଣ ନୁହେଁ। 7 ପର୍ବର 3 ପଦରେ ଲେଖା ଅଛି, ହାସ୍ୟଠାରୁ ଖେଦ ଭଲ, କାରଣ ମୁଖର ବିଷର୍ଣ୍ଣତା ଦ୍ୱାରା ହୃଦୟ ପ୍ରସନ୍ନ ହୁଏ। ଲୋକେ ଆଜି ଦୁଃଖକୁ ଭୁଲିଯିବା ନିମନ୍ତେ ଯେକୌଣସି ବିଷୟ କରିପାରନ୍ତି। କେହି ଦୁଃଖ କରିବାକୁ ବା ଦୁଃଖରେ ରହିବାକୁ ଚାହାନ୍ତି ନାହିଁ। ଏପରିକି ଲୋକେ ସମାଧି ସ୍ଥଳକୁ ଯାଇ ମୃତ ବ୍ୟକ୍ତିକୁ ସମାଧି ଦେବା ସମୟରେ କିଛିଟା ଦୁଃଖ ଓ କିଛିଟା ବିଚ୍ଛିନ୍ନତାକୁ ସ୍ମରଣ କରି ସେହି ସମୟ ନିମନ୍ତେ ଦୁଃଖ ପ୍ରକାଶ କରନ୍ତି। ମାତ୍ର ପରମୁହୂର୍ତ୍ତରେ ସେମାନେ ମୃତ୍ୟୁ ବିଚ୍ଛେଦର ବାସ୍ତବତାକୁ ଭୁଲିଯାଇ ପୁନର୍ବାର ସଂସାର ସୁଖରେ ମାତିଯାଆନ୍ତି। ସବୁ ଦୁଃଖ ସେମାନଙ୍କ ମନରୁ ଅପସରିଯାଏ। ଏପରିକି ସେମାନେ ସେହି ଦୁଃଖକୁ ଆଉ ମନରେ ସ୍ମରଣ କରିବାକୁ ଚାହିଁନଥାନ୍ତି। 7 ପର୍ବର 4 ପଦରେ ଲେଖା ଅଛି, ଜ୍ଞାନୀମାନଙ୍କ ହୃଦୟ ବିଳାପ ଗୃହରେ ଥାଏ, ମାତ୍ର ମୂର୍ଖମାନଙ୍କ ହୃଦୟ ଆନନ୍ଦ ଗୃହରେ ଥାଏ। କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ସେମାନେ ସେହି ସମାଧି ସ୍ଥଳ ପରିତ୍ୟାଗ ନ କରୁଣୁ ହାସ୍ୟରସର ବିଷୟମାନ କଥାବାର୍ତ୍ତା କରି ହସି ଉଠନ୍ତି। ଏହା ହେଉଛି ମୃତ୍ୟୁର ଉପସ୍ଥିତି ମଧ୍ୟରେ ମନୁଷ୍ୟର ଜୀବନଧାରା। କିନ୍ତୁ ସେମାନେ ଭୁଲିଯାଆନ୍ତି ଯେ ସେମାନଙ୍କୁ ମଧ୍ୟ ଦିନେ ନା ଦିନେ ସେହି ମୃତ୍ୟୁ ଶଯ୍ୟାରେ ଶୟନ କରିବାକୁ ହେବ। ସେମାନେ କେଉଁ ଆଡ଼କୁ ଗତି କରୁଅଛନ୍ତି ତାହା ମଧ୍ୟ ସେମାନେ ଜାଣିବାକୁ ଚେଷ୍ଟା କରନ୍ତି ନାହିଁ। ସେମାନେ କ'ଣ ଉଦ୍ଧାରପ୍ରାପ୍ତ? ସେମାନେ କ'ଣ ବିନାଶପ୍ରାପ୍ତ? ସେମାନେ କ'ଣ ଈଶ୍ୱରଙ୍କ ସହିତ ଠିକ୍ ଭାବେ ସଂଯୁକ୍ତ? ସେମାନେ ତହିଁର ଗୁରୁତ୍ୱପୂର୍ଣ୍ଣତାକୁ ବିଚାରରେ ଆଣନ୍ତି ନାହିଁ। ସେମାନେ ନିଜର ପାପମୟ ଜୀବନ ନିମନ୍ତେ ଅନୁତପ୍ତ ହୁଅନ୍ତି ନାହିଁ। ସେମାନେ ଜଣେ ଉଦ୍ଧାରକର୍ତ୍ତାଙ୍କର ଆବଶ୍ୟକତାକୁ ଉପଲବ୍ଧି କରନ୍ତି ନାହିଁ। ସେମାନେ ଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା ରୂପେ ପ୍ରକାଶ୍ୟରେ ସ୍ୱୀକାର କରି ତାହାଙ୍କ ନିମନ୍ତେ ସାକ୍ଷୀ ହେବା ପାଇଁ ସାହସ କରନ୍ତି ନାହିଁ। ଏହା ହିଁ ହେଉଛି ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରି ନୈତିକତା ଉପରେ ଗୁରୁତ୍ୱ ଦେଉଥିବା ଓ ନୈତିକତା ମଧ୍ୟ ଦେଇ ଜୀବନରେ ପରିତୃପ୍ତି ଅନ୍ୱେଷଣ କରୁଥିବା ଜଣେ ମନୁଷ୍ୟର ଜୀବନ। ତେଣୁକରି ତାହାର ଜୀବନରେ ସେ କେବଳ ଶୂନ୍ୟତାକୁ ହିଁ ଅନୁଭବ କରେ। 7 ପର୍ବର 5 ଓ 6 ପଦରେ ଲେଖା ଅଛି, ମୂର୍ଖମାନଙ୍କର ଗୀତ ଶୁଣିବା ଅପେକ୍ଷା ଜ୍ଞାନୀମାନଙ୍କର ଭର୍ତ୍ସନା ଶୁଣିବାର ଭଲ, କାରଣ ହାଣ୍ଡି ତଳେ କଣ୍ଟାର ଚଳଚଳ ଶବ୍ଦ ଯେପରି ମୂର୍ଖର ହାସ୍ୟ ସେପରି। ଏହା ହିଁ ଅସାର। ସଲୋମନଙ୍କର କହିବାର କଥା ହେଉଛି, କାହିଁକି ଦୁଇଟି ଯାକ ଦଳ ଚେଷ୍ଟା ନ କରିବ? ଜ୍ଞାନୀର ଭର୍ତ୍ସନାକୁ ଶୁଣ ଓ ଏହାପରେ ଭୁଲିଯାଇ ଚଳଚ୍ଚିତ୍ର ଗୀତ ଶୁଣି ଓ ମନକୁ ଉତ୍ତେଜିତ କରିବା ଭଳି ସଙ୍ଗୀତ ଶୁଣି ଆନନ୍ଦ ଉପଭୋଗ କର। ଗୋଟିଏ ଦଳ ଅନ୍ୟ ଦଳଠାରୁ ଉତ୍ତମ ହୋଇପାରେ, ମାତ୍ର ଉଭୟ ଦଳ ସହିତ ଯିବା ସହଜ, କିନ୍ତୁ ଏହାର କୌଣସି ମୂଲ୍ୟ ରହେ ନାହିଁ। ଏହା ହିଁ ଅସାର ବୋଲି ସଲୋମନ କହନ୍ତି। ଏହା ହିଁ ହେଉଛି ଏହି ପର୍ବର ଅବଶିଷ୍ଟାଂଶର ବାସ୍ତବ ଛବି। 7 ପର୍ବର 9 ପଦରେ ଲେଖା ଅଛି, କ୍ରୋଧ କରିବା ପାଇଁ ଆପଣା ଆତ୍ମାରେ ଚଞ୍ଚଳ ହୁଅ ନାହିଁ, କାରଣ ମୂର୍ଖମାନଙ୍କ ହୃଦୟରେ କ୍ରୋଧ ଅବସ୍ଥାନ କରେ। କୌଣସି ବିଷୟରେ କ୍ରୋଧ କର ନାହିଁ। ଜଣେ ଉତ୍ତମ ସ୍ୱଭାବର ମନୁଷ୍ୟ ହୁଅ। ସମସ୍ତଙ୍କ ସହିତ ମିତ୍ରାଳାପ କର ଓ ନମ୍ର ଭାବରେ ଚାଲ। ଉଗ୍ରବାଦୀ ହୁଅ ନାହିଁ, ମାତ୍ର ଆପୋଷ ନିଷ୍ପତ୍ତି କରିବାକୁ ଇଚ୍ଛା କର। ଗୋଟିଏ ଦଳ ସହିତ ଯାଇ ସେମାନଙ୍କ ସହିତ ଲୋକପ୍ରିୟତା ହାସଲ କର ଓ ପରବର୍ତ୍ତୀ ରାତ୍ରିରେ ଭିନ୍ନ ଏକ ଦଳ ସହିତ ଯାଇ ସେମାନଙ୍କ ସହିତ ଲୋକପ୍ରିୟତା ମଧ୍ୟ ହାସଲ କର। ଆପଣ ଦେଖନ୍ତୁ, ଏହି ପର୍ବରେ ଉତ୍ତମ କର୍ମ ଉପରେ ନିର୍ଭରକାରୀମାନେ ହେଉଛନ୍ତି ସେହି ପ୍ରକାର ଲୋକ ଯେଉଁମାନେ କି ଦୁଇ ନାଁରେ ଗୋଡ଼ ଦେଇଥାନ୍ତି। ସେମାନେ ଉଷ୍ମ ହେବାକୁ ଚାହାନ୍ତି ଓ ଶୀତଳ ହେବାକୁ ଚାହାନ୍ତି। ସେମାନେ ଶନିବାର ରାତିରେ ମଦ ପିଇ ମାତାଲ ହୁଅନ୍ତି ଓ ରବିବାର ଦିନ ମନ୍ଦିର ଅଥବା ଗିର୍ଜାଗୃହକୁ ଯାଇ ଖ୍ରୀଷ୍ଟୀୟ ସହଭାଗିତା ମଧ୍ୟରେ ଯୋଗ ଦେଇ ନିଜକୁ ଖ୍ରୀଷ୍ଟ ବିଶ୍ୱାସୀ ବୋଲି ପରିଚୟ ଦିଅନ୍ତି।
ତାହା ହିଁ ହେଉଛି ଖ୍ରୀଷ୍ଟଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରି ଉତ୍ତମ କର୍ମ ତଥା ନୈତିକତା ଉପରେ ଗୁରୁତ୍ୱ ଆରୋପ କରୁଥିବା ଜଣେ ମନୁଷ୍ୟର ଜୀବନ। ତେଣୁକରି ସେ ନିଜ ଜୀବନରେ ଶୂନ୍ୟତା ଅନୁଭବ କରେ। 11 ପଦରେ ଲେଖା ଅଛି, ଜ୍ଞାନ ପୈତୃକ ଅଧିକାରର ତୁଲ୍ୟ ଉତ୍ତମ, ଆହୁରି ସୂର୍ଯ୍ୟଦର୍ଶୀ ଲୋକମାନଙ୍କ ପ୍ରତି ତାହା ଅଧିକ ଶ୍ରେଷ୍ଠ। ହିତୋପଦେଶ ପୁସ୍ତକରେ ଆମେ ଦେଖିଛୁ ଯେ ଜ୍ଞାନ ହେଉଛି ଖ୍ରୀଷ୍ଟଙ୍କର ଅନ୍ୟ ଏକ ନାମ। ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଜ୍ଞାନ ସ୍ୱରୂପ ହୋଇଅଛନ୍ତି। ବାସ୍ତବରେ ଯେଉଁମାନେ ଉତ୍ତମ କର୍ମ ଉପରେ ଗୁରୁତ୍ୱ ଆରୋପ କରନ୍ତି ସେମାନେ ଖ୍ରୀଷ୍ଟଙ୍କୁ ଜାଣିବା ଓ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା କେତେ ଗୁରୁତ୍ୱପୂର୍ଣ୍ଣ ବିଷୟ। 12 ପଦରେ ଲେଖା ଅଛି, କାରଣ ଧନ ଯେପରି ଆଶ୍ରୟ ସ୍ୱରୂପ, ଜ୍ଞାନ ହିଁ ସେପରି ଆଶ୍ରୟ ସ୍ୱରୂପ ଅଟେ। ମାତ୍ର ବିଦ୍ୟାର ଶ୍ରେଷ୍ଠତା ଏହି ଯେ ଜ୍ଞାନ ଆପଣା ଅଧିକାରୀର ଜୀବନ ରକ୍ଷା କରେ। ଧନ ଆଶ୍ରୟ ସ୍ୱରୂପ। ଏହି ମନୁଷ୍ୟ ଅର୍ଥାତ୍ ସଲୋମନ ପ୍ରଚୁର ଧନ ଚାହାନ୍ତି, ମାତ୍ର ସେ ଖ୍ରୀଷ୍ଟଙ୍କୁ ଚାହାନ୍ତି ନାହିଁ। ଲେଖା ଅଛି, ମାତ୍ର ଜ୍ଞାନ ଆପଣା ଅଧିକାରୀର ଜୀବନ ରକ୍ଷା କରେ। ଓ ଆପଣ ଟଙ୍କା ଦ୍ୱାରା ନିଜର ଜୀବନକୁ କିଣିପାରିବେ ନାହିଁ। ହଁ, ଡାକ୍ତରୀ ବିଜ୍ଞାନ ଆପଣଙ୍କର ଜୀବନକୁ କିଛି ବର୍ଷ ନିମନ୍ତେ ବଢ଼ାଇ ଦେଇପାରେ, ମାତ୍ର ଏହା ଆପଣଙ୍କୁ ଏହି ଜଗତରେ ଓ ସେହି ଅନନ୍ତ ରାଜ୍ୟରେ ଅନନ୍ତ ଜୀବନ ଦେଇପାରେ ନାହିଁ। କେବଳ ସେହି ଜ୍ଞାନ ଯେ କି ଖ୍ରୀଷ୍ଟ, ସେ ଆପଣଙ୍କୁ ଅନନ୍ତ ଜୀବନ ପ୍ରଦାନ କରିପାରିବେ ଓ ଆପଣଙ୍କ ଜୀବନକୁ ରକ୍ଷା କରିପାରିବେ। ଏହାପରେ 7 ପର୍ବର 13 ପଦରୁ 21 ପଦ ମଧ୍ୟରେ ଏହିପରି ଲେଖା ଅଛି, ପରମେଶ୍ୱରଙ୍କର କାର୍ଯ୍ୟ ବିବେଚନା କର, କାରଣ ସେ ଯାହା ବଙ୍କା କରିଅଛନ୍ତି କିଏ ତାହା ସଳଖ କରିପାରେ। ସୁଖ ସମୟରେ ଆନନ୍ଦିତ ହୁଅ ଓ ଦୁଃଖ ସମୟରେ ବିବେଚନା କର। ମନୁଷ୍ୟକୁ ଭବିଷ୍ୟତରେ ଯାହା ଘଟିବ ତାହା ଯେପରି ସେ ଜାଣି ନ ପାରେ, ଏଥିପାଇଁ ପରମେଶ୍ୱର ସୁଖ ଓ ଦୁଃଖକୁ ପାଖେ ପାଖେ ରଖିଅଛନ୍ତି। ମୁଁ ଆପଣା ଅସାରତା ସମୟରେ ଏସବୁ ଦେଖିଅଛି। ଧାର୍ମିକ ଲୋକ କେବେ କେବେ ଆପଣା ଧାର୍ମିକତାରେ ବିନଷ୍ଟ ହୁଏ, ପୁଣି ଦୁଷ୍ଟ ଲୋକ ଆପଣା ଦୁଷ୍କ୍ରିୟାରେ ଦୀର୍ଘଜୀବୀ ହୁଏ। ଅତିରିକ୍ତ ଧାର୍ମିକ ହୁଅ ନାହିଁ, କେବେ ଆପଣାକୁ ଅତି ଜ୍ଞାନୀ ଦେଖାଅ ନାହିଁ, କାହିଁକି ତୁମ୍ଭେ ଆପଣାକୁ ବିନାଶ କରିବ? ତୁମ୍ଭେ ଅତି ଦୁଷ୍ଟ ହୁଅ ନାହିଁ, କିମ୍ବା ନିର୍ବୋଧ ହୁଅ ନାହିଁ। ଆପଣା କାଳ ପୂର୍ବରେ କାହିଁକି ମରିବ? ଏହା ଧରି ରଖିବାର ମଧ୍ୟ ତାହାଠାରୁ ହସ୍ତ କାଢ଼ି ନ ନେବାର ତୁମ୍ଭର ଉତ୍ତମ। କାରଣ ଯେ ପରମେଶ୍ୱରଙ୍କୁ ଭୟ କରେ ସେ ଏସବୁରୁ ଉତ୍ତୀର୍ଣ୍ଣ ହେବ। ଜ୍ଞାନବାନ ଲୋକ ପ୍ରତି ନଗରସ୍ଥ 10 ଶାସନକର୍ତ୍ତା ଅପେକ୍ଷା ଜ୍ଞାନ ଅଧିକ ବଳସ୍ୱରୂପ ଅଟେ। ପାପ ନ କରି ସତ୍କର୍ମ କରେ, ଏପରି ଜଣେ ଧାର୍ମିକ ନିଶ୍ଚୟ ପୃଥିବୀରେ ନାହିଁ। ମଧ୍ୟ ଯେତେ କଥା କୁହାଯାଏ ସେସବୁରେ ମନୋଯୋଗ କର ନାହିଁ, କଲେ କେଜାଣି ତୁମ୍ଭ ଦାସ ତୁମ୍ଭକୁ ଶାପ ଦେବାର ତୁମ୍ଭେ ଶୁଣିବ। ଅନ୍ୟ ଅର୍ଥରେ କହିବାକୁ ଗଲେ ଯେ ଆପଣଙ୍କୁ ଭଲ ଭାବେ ଜାଣେ, ସେ ଯଦି ଆପଣଙ୍କୁ ପ୍ରତାରକ ବୋଲି କହେ ତାହେଲେ ସେଥିରେ ବିଚଳିତ ହୁଅ ନାହିଁ। କିନ୍ତୁ ଆପଣ ଯଦି ତାହା ନ ଶୁଣି ଆପଣଙ୍କ ବାଟରେ ଆପଣ ଚାଲିଯାଆନ୍ତି, ତାହେଲେ ସମୟ ଆସିବ ସମ୍ପ୍ରଦାୟ ତାଳି ମାରି ଆପଣଙ୍କର ପ୍ରଶଂସା କରିବ। କିନ୍ତୁ ଏହା ସହଜରେ ପରିଲକ୍ଷିତ ହୁଏ ନା। ମନୁଷ୍ୟ ନିଜର ଦୁର୍ବଳତାକୁ କେବେ ହେଲେ ଦେଖିବାକୁ ଚେଷ୍ଟା କରେ ନା, ମାତ୍ର ଅନ୍ୟ ପ୍ରତି ଅଙ୍ଗୁଳି ଦେଖାଇଥାଏ। ଏହା ହିଁ ମନୁଷ୍ୟର କପଟାଚରଣ। ସେ କପଟିମାନଙ୍କ ପରି ବ୍ୟବହାର କରେ। ସେ ଉପରେ ଗୋଟିଏ କଥା କହେ, ମାତ୍ର ତାହାର ଅନ୍ତରରେ ଆଉ ଏକ ପ୍ରକାର ଚିନ୍ତାଧାରା ଥାଏ। ସେ ଅନେକ କିଛି ଶିକ୍ଷା ତଥା ସୁସମାଚାର ଶୁଣିଲେ ମଧ୍ୟ ତାହାର ହୃଦୟକୁ କଠିନ କରି ରଖିଥାଏ। ଆଉ ତାହା ହିଁ ହେଉଛି ଅତି ଦୁଃଖର ବିଷୟ। ପ୍ରିୟ ବନ୍ଧୁ, ମନୁଷ୍ୟ ନିଜର ଧର୍ମକର୍ମ ଉପରେ ନିର୍ଭର କରି ବା ଉତ୍ତମ କର୍ମ ଉପରେ ନିର୍ଭର କରି କେବେ ହେଲେ ତୃପ୍ତି ତଥା ଆନନ୍ଦ ଅନୁଭବ କରିପାରେ ନା, କାରଣ ସେ ସେପରି ଜୀବନ କେବେ ହେଲେ ଅତିବାହିତ କରିପାରିବ ନାହିଁ। ସଲୋମନ ମଧ୍ୟ ସେହିପରି ଭାବେ ଜୀବନରେ ପରିତୃପ୍ତି ପାଇବା ନିମନ୍ତେ ଚେଷ୍ଟା କରିଥିଲେ, ମାତ୍ର ସେ କେବଳ ଶୂନ୍ୟତାକୁ ହିଁ ଅନୁଭବ କଲେ। ଏହାପରେ 23 ପଦରୁ 29 ପଦ ମଧ୍ୟରେ ଲେଖା ଅଛି, ମୁଁ ଜ୍ଞାନ ଦ୍ୱାରା ଏହିସବୁ ପରୀକ୍ଷା କରିଅଛି। ମୁଁ କହିଲି ମୁଁ ଜ୍ଞାନୀ ହେବି, ମାତ୍ର ତାହା ମୋ ଠାରୁ ଦୂର ଥିଲା। ଯାହା ଅଛି ତାହା ଦୂରରେ ଅଛି ଓ ଅତି ଗଭୀର, ତାହା କିଏ ପାଇପାରେ? ଜ୍ଞାନ ଓ ବିଷୟମାନର ତତ୍ତ୍ୱ ଜାଣିବାକୁ, ପୁଣି ଦୁଷ୍ଟତା ଯେ ନିର୍ବୋଧତା ଓ ମୂର୍ଖତା ଯେ ବାତୁଳତା, ଏହା ଜାଣିବାକୁ ମୁଁ ଫେରିଲି ଓ ମୋର ମନ ତାହା ଅନୁସନ୍ଧାନ ଓ ଅନ୍ୱେଷଣ କରିବାକୁ ନିବିଷ୍ଟ ହେଲା। ଆଉ ମୁଁ ଦେଖୁଅଛି ଯେ ଯେଉଁ ସ୍ତ୍ରୀର ଅନ୍ତଃକରଣ ଫାନ୍ଦ ଓ ଜାଲ ସ୍ୱରୂପ ଓ ହସ୍ତ ବନ୍ଧନ ସ୍ୱରୂପ, ସେ ମୃତ୍ୟୁ ଅପେକ୍ଷା ଅଧିକ ତିକ୍ତ ଅଟେ। ଯେ କେହି ପରମେଶ୍ୱରଙ୍କୁ ତୁଷ୍ଟ କରେ ସେ ତାହାଠାରୁ ରକ୍ଷା ପାଇବ, ମାତ୍ର ପାପୀ ତାହା ଦ୍ୱାରା ଧରାଯିବ। ଉପଦେଶକ କହନ୍ତି, ଦେଖ ମୁଁ ତତ୍ତ୍ୱ ଜାଣିବା ପାଇଁ ଏକ ବିଷୟକୁ ଆରେକ ସଙ୍ଗେ ରଖି ଏହା ପାଇଅଛି। ମୋର ପ୍ରାଣ ଅଦ୍ୟାପି ଅନୁସନ୍ଧାନ କରୁଥାଏ,
ମାତ୍ର ମୁଁ ତାହା ପାଇନାହିଁ। ସହସ୍ର ମଧ୍ୟରେ ମୁଁ ଏକ ପୁରୁଷ ପାଇଅଛି, ମାତ୍ର ସେ ସମସ୍ତଙ୍କ ମଧ୍ୟରେ ମୁଁ ଏକ ସ୍ତ୍ରୀ ପାଇନାହିଁ। ଦେଖ, ମୁଁ ଏତିକି ମାତ୍ର ପାଇଅଛି ଯେ ପରମେଶ୍ୱର ମନୁଷ୍ୟକୁ ସରଳ କରି ନିର୍ମାଣ କଲେ, ମାତ୍ର ସେମାନେ ଅନେକ ଉଦ୍ଭାବନ ଅନ୍ୱେଷଣ କରିଅଛନ୍ତି। ଆସନ୍ତୁ ଏହାପରେ 8 ପର୍ବ ମଧ୍ୟକୁ ଯିବା। ଏହି ପର୍ବଟି ସେହି ବ୍ୟକ୍ତି ବିଷୟ ନେଇ କ୍ରମାଗତ ପ୍ରକାଶ କରେ ଯେ କି ଈଷଦୁଷ୍ଣ, ସେ ଶୀତଳ ନୁହେଁ କି ଉଷ୍ମ ନୁହେଁ। ନୀତି ଶିକ୍ଷକମାନେ ଓ ଉତ୍ତମ କର୍ମ ଉପରେ ନିର୍ଭରକାରୀମାନେ କହନ୍ତି ଯେ ସେମାନେ ନୀତିନିୟମ ମାନି ଚଳନ୍ତି, ମାତ୍ର ସେମାନେ ସେହି ସମସ୍ତ ନୀତିନିୟମ ବିଷୟରେ ବିଶେଷ କିଛି ଜାଣନ୍ତି ନାହିଁ କି ତାହା କ'ଣ ଆବଶ୍ୟକ କରେ ସେ ବିଷୟରେ ସେମାନଙ୍କର ଧାରଣା ମଧ୍ୟ ନାହିଁ। ସଲୋମନ ମଧ୍ୟ ତାହା ଲକ୍ଷ୍ୟ କରିବାକୁ ପାରିଥିଲେ ଯେ ଧାର୍ମିକ ଓ ଦୁଷ୍ଟ ମଧ୍ୟରେ ସେପରି କିଛି ଭିନ୍ନତା ନାହିଁ। 8 ପର୍ବର ପ୍ରଥମ ପଦରେ ଲେଖା ଅଛି, ଜ୍ଞାନବାନର ତୁଲ୍ୟ କିଏ ଅଛି ଓ କିଏ ବିଷୟର ଭାବାର୍ଥ ଜାଣେ? ମନୁଷ୍ୟର ଜ୍ଞାନ ତାହାର ମୁଖ ପ୍ରସନ୍ନ କରେ ଓ ତାହାର ମୁଖର କାଠିନ୍ୟ ପରିବର୍ତ୍ତିତ ହୁଏ। କେବଳ ଖ୍ରୀଷ୍ଟ ହିଁ ହେଉଛନ୍ତି ପ୍ରକୃତ ଜ୍ଞାନ, ଯିଏକି ଜଣେ ମନୁଷ୍ୟର ଜୀବନକୁ ବଦଳାଇ ଦେଇପାରିବେ। ସେ ଜଣେ ବ୍ୟକ୍ତିର ଜୀବନ ମଧ୍ୟକୁ ପ୍ରବେଶ କରିପାରିବେ ଓ ତାର ଜୀବନରେ ବାସ୍ତବ ଆନନ୍ଦ, ଶାନ୍ତି ଓ ଉତ୍ତେଜନା ଆଣିଦେଇପାରିବେ। ସେ ଆମମାନଙ୍କର ଆବଶ୍ୟକତା ଅନୁଯାୟୀ ସମସ୍ତ ବିଷୟ ପ୍ରଦାନ କରିପାରିବେ। 8 ପର୍ବର 2 ଓ 3 ପଦରେ ଲେଖା ଅଛି, ତୁମ୍ଭେ ରାଜାଜ୍ଞା ପାଳନ କର, ମୁଁ ଏହା ପରାମର୍ଶ ଦିଏ ଓ ପରମେଶ୍ୱରଙ୍କ ସାକ୍ଷାତରେ ଶପଥ କରିବା ସକାଶୁ ତାହା କର। ତାଙ୍କ ଛାମୁରୁ ବାହାରି ଯିବାକୁ ଚଞ୍ଚଳ ହୁଅ ନାହିଁ, କୌଣସି ମନ୍ଦ ବିଷୟରେ ଆଣ୍ଟ ବାନ୍ଧ ନାହିଁ, କାରଣ ଯାହା ତାଙ୍କର ଇଚ୍ଛା ସେ ତାହା କରନ୍ତି। ସେ କହୁଛନ୍ତି, ଆପଣ କ'ଣ କରନ୍ତି ସେଥିପ୍ରତି ଯତ୍ନବାନ ହୁଅନ୍ତୁ, ଆପଣ ସମସ୍ୟା ମଧ୍ୟରେ ପଡ଼ନ୍ତୁ ନାହିଁ। 4 ପଦରେ ଲେଖା ଅଛି, ଯେହେତୁ ରାଜବାକ୍ୟ ପରାକ୍ରମ ବିଶିଷ୍ଟ, ପୁଣି ତୁମ୍ଭେ କ'ଣ କରୁଅଛ ଏହା ତାଙ୍କୁ କିଏ କହିପାରେ? ବର୍ତ୍ତମାନ ରାଜା ଯାହା ବିଶ୍ୱାସ କରନ୍ତି ତହିଁରେ ସେ ଦୃଢ଼ ରହିପାରିବେ, କାରଣ ସେପରି କରିବାକୁ ତାହାଙ୍କର ସ୍ୱାଧୀନତା ଅଛି। ପ୍ରିୟ ବନ୍ଧୁ, ଆପଣ କାହିଁକି ଜଣେ ରାଜାଙ୍କ ପରି ଜୀବନଯାପନ କରୁନାହାନ୍ତି ଓ ଖ୍ରୀଷ୍ଟଙ୍କ ନିମନ୍ତେ ଏକ ଦୃଢ଼ ପଦକ୍ଷେପ ନେଉନାହାନ୍ତି? ପ୍ରିୟ ବନ୍ଧୁ, ପ୍ରକୃତିରେ ଏହି ଜଗତରେ ଜଣେ କେବଳ ପ୍ରକୃତ ସ୍ୱାଧୀନତା ଦେଇପାରନ୍ତି, ଆଉ ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଯେହେତୁ ସେ ସ୍ୱାଧୀନତା ନିମନ୍ତେ ଆମମାନଙ୍କୁ ମୁକ୍ତ କରିଅଛନ୍ତି, କିନ୍ତୁ ତାହାଙ୍କ ବିନା ଆମମାନଙ୍କୁ କେହି ସ୍ୱାଧୀନତା ଦେଇପାରନ୍ତି ନାହିଁ। କେବଳ ତାହାଙ୍କ ବିନା ଆଉ କେହି ଏହି ଜଗତରେ ସ୍ୱାଧୀନ ନୁହେଁ, ସମସ୍ତେ ତାହାଙ୍କର ଅଧୀନ। ପବିତ୍ର ବାଇବଲ କହେ, ଯଦି ପୁତ୍ର ତୁମମାନଙ୍କୁ ମୁକ୍ତ କରିବେ ତାହେଲେ ତୁମେମାନେ ପ୍ରକୃତରେ ମୁକ୍ତ ହେବ। ଯେପରି କାରାଗାର ମଧ୍ୟରେ ଥିବା ଅପରାଧୀ ଯେଉଁପରି ଈଶ୍ୱରଙ୍କ ବିଦ୍ରୋହାଚରଣ କରେ, ସେହିପରି ଉତ୍ତମ କର୍ମ ସାଧନ କରିବା ଉପରେ ନିର୍ଭର କରୁଥିବା ଜଣେ ମନୁଷ୍ୟ ଠିକ୍ ସେହିପରି ଈଶ୍ୱରଙ୍କର ବିଦ୍ରୋହାଚରଣ କରେ ଓ ସେ ତାହାର ଦଳର ନୀତିନିୟମରେ ଓ ଯେଉଁ ନମୁନା ସେମାନେ ପ୍ରସ୍ତୁତ କରିଥାନ୍ତି ତହିଁରେ ବାନ୍ଧି ହୋଇଯାଏ, ଯାହାକି ଲୋକମାନଙ୍କ ପକ୍ଷେ ତାହା ବୁଝିବା କଷ୍ଟକର। ସେ ଏକ ପ୍ରକାର ଜୀବନଧାରାରେ ବନ୍ଧନଗ୍ରସ୍ତ ହୋଇଥାଏ। 8 ପଦରେ ଲେଖା ଅଛି, ଶ୍ୱାସବାୟୁ ଅଟକାଇ ରଖିବା ପାଇଁ ଶ୍ୱାସବାୟୁ ଉପରେ କୌଣସି ମନୁଷ୍ୟର କ୍ଷମତା ନାହିଁ, କିମ୍ବା ମରଣ ଦିନ ଉପରେ ତାହାର କିଛି କ୍ଷମତା ନାହିଁ। ପୁଣି ସେହି ଯୁଦ୍ଧରୁ ଛାଡ଼ ନାହିଁ, ଅଥବା ଦୁଷ୍ଟତାରେ ଆସକ୍ତ ଲୋକକୁ ଦୁଷ୍ଟତା ଉଦ୍ଧାର କରିବ ନାହିଁ। ଅନ୍ୟ ଅର୍ଥରେ କହିବାକୁ ଗଲେ, ସେ ଯଦି ସେହିପରି ତାହାର ଧର୍ମକର୍ମ ଉପରେ ବା ଉତ୍ତମ କର୍ମ ସାଧନ କରିବା ଉପରେ ନିର୍ଭର କରି ସେହି ଦଳର ଲୋକମାନଙ୍କ ମଧ୍ୟରୁ ନିଜକୁ ଜଣେ ବୋଲି ଦେଖାଇବାକୁ ଚାହେଁ, ତାହେଲେ ସେ ଶେଷରେ କେବଳ ନିଜର କ୍ଷତି ଘଟାଇବ ଓ ନିଜର ଜୀବନରେ କେବଳ ସେହି ଶୂନ୍ୟତାକୁ ଉପଲବ୍ଧି କରିବ ଓ ଶେଷରେ ମୃତ୍ୟୁ ତାହାକୁ ଆକ୍ରମଣ କରିବ। ଏହାପରେ 11 ପଦରେ ଲେଖା ଅଛି, କୁକର୍ମ ବିରୁଦ୍ଧରେ ଦଣ୍ଡାଜ୍ଞା ତ୍ୱରିତ ସିଦ୍ଧ ନୋହିବାରୁ ମନୁଷ୍ୟ ସନ୍ତାନମାନଙ୍କ ଅନ୍ତଃକରଣ କୁକର୍ମ କରିବାକୁ ସମ୍ପୂର୍ଣ୍ଣ ଆସକ୍ତ ହୁଏ। ବାସ୍ତବରେ ଏହା ଆମମାନଙ୍କର ସମସାମୟିକ ସମାଜର ଏକ ଚମତ୍କାର ଛବି ପ୍ରଦାନ କରେ। ଯେତେବେଳେ ବିଚାର ସ୍ଥିର ହୋଇନଥାଏ, ମନୁଷ୍ୟମାନେ ଅଧିକରୁ ଅଧିକ ଦୁଷ୍ଟତା କରନ୍ତି, ଯେହେତୁ ଦୁଷ୍ଟତା ମନୁଷ୍ୟର ହୃଦୟରେ ରହିଅଛି। କିନ୍ତୁ ଈଶ୍ୱର ଯଦିଓ ଦୀର୍ଘ ସହିଷ୍ଣୁ ମାତ୍ର ଚିର ସହିଷ୍ଣୁ ନୁହନ୍ତି, ସେ ସେହି ବିଚାର ନିମନ୍ତେ ଅପେକ୍ଷା କରି ବସିଅଛନ୍ତି। ମାତ୍ର ସେ ସେଥିପୂର୍ବରୁ ଆମ ପ୍ରତ୍ୟେକଙ୍କୁ ସୁଯୋଗ ଉପରେ ସୁଯୋଗ ଦିଅନ୍ତି, ଯେପରି ଆମେ ତାହାଙ୍କର ନିକଟବର୍ତ୍ତୀ ହୋଇ ରକ୍ଷା ପାଉ, କାରଣ ବର୍ତ୍ତମାନ ହେଉଛି ଅନୁଗ୍ରହର ସମୟ। ସେଥିପାଇଁ 2 କରିନ୍ଥୀୟ 6 ପର୍ବର 2 ପଦରେ ଲେଖା ଅଛି, ଦେଖ ଏବେ ମହା ଅନୁଗ୍ରହର ସମୟ, ଦେଖ ଏବେ ପରିତ୍ରାଣର ଦିନ। 14 ପଦରେ ଲେଖା ଅଛି, ପୃଥିବୀରେ ଏହି ଗୋଟିଏ ଅସାରତା ସାଧିତ ହୁଏ, କେବେ କେବେ ଧାର୍ମିକମାନଙ୍କୁ ଦୁଷ୍ଟମାନଙ୍କ କର୍ମାନୁଯାୟୀ ଫଳ ଘଟେ, ପୁଣି କେବେ କେବେ ଦୁଷ୍ଟମାନଙ୍କୁ ଧାର୍ମିକମାନଙ୍କ କର୍ମାନୁଯାୟୀ ଫଳ ଘଟେ। ମୁଁ କହିଲି, ଏହା ହିଁ ଅସାର। ସଲୋମନ ଲକ୍ଷ୍ୟ କରିବାକୁ ପାରନ୍ତି ଯେ ଆପଣ ଯେତେବେଳେ ବିଷୟ ସବୁର ପୃଷ୍ଠଭାଗକୁ ଲକ୍ଷ୍ୟ କରିବେ, ଆପଣ ଧାର୍ମିକ ଓ ଦୁଷ୍ଟମାନଙ୍କ ମଧ୍ୟରେ ସେପରି କିଛି ଭିନ୍ନତା ଥିବାର ଲକ୍ଷ୍ୟ କରିବାକୁ ପାରିବେ ନାହିଁ।
ଏହା ଏପରି ଜଣାଯାଏ ଯେପରି ଧାର୍ମିକ ଓ ଦୁଷ୍ଟ ମଧ୍ୟରେ ସେପରି କିଛି ପାର୍ଥକ୍ୟତା ନାହିଁ, କାରଣ ଉଭୟଙ୍କ ପ୍ରତି ଏକ ପ୍ରକାର ପ୍ରତିଫଳ ବର୍ତ୍ତେ ଓ ଉଭୟ ମୃତ୍ୟୁର ସମ୍ମୁଖୀନ ହୁଅନ୍ତି। 15 ପଦରେ ଲେଖା ଅଛି, ତହ ମୁଁ ଆନନ୍ଦର ପ୍ରଶଂସା କଲି, କାରଣ ଭୋଜନ ପାନ ଓ ଆନନ୍ଦ କରିବା ଅପେକ୍ଷା ସୂର୍ଯ୍ୟ ତଳେ ମନୁଷ୍ୟ ପ୍ରତି ଆଉ କୌଣସି ଉତ୍ତମ ବିଷୟ ନାହିଁ। ଯେଣୁ ସେ ସୂର୍ଯ୍ୟ ତଳେ ପରମେଶ୍ୱରଙ୍କ ଦତ୍ତ ତାହାର ପରମାୟୁ ମଧ୍ୟରେ ଯେ ପରିଶ୍ରମ କରେ ସେସବୁରେ ଏହା ହିଁ ତାହାର ସହବର୍ତ୍ତୀ ହେବ। ଖାଅ, ପିଅ ଓ ଆନନ୍ଦ କର। ସଲୋମନ ଶେଷରେ ଏହି ଉପସଂହାରରେ ଉପନୀତ ହୁଅନ୍ତି ଯେ ସବୁଠାରୁ ଉତ୍ତମ ବିଷୟ ହେଉଛି ଜୀବନକୁ ଉପଭୋଗ କର ଓ ପରିଶ୍ରମକୁ ଉପଭୋଗ କର। ବାସ୍ତବରେ ଈଶ୍ୱର ଆମମାନଙ୍କର ପ୍ରତ୍ୟେକ ଜୀବନରୁ ତାହା ହିଁ ଚାହାନ୍ତି। ସେ ଚାହାନ୍ତି ଯେପରି ଆମମାନେ ଜଗତ ମଧ୍ୟରେ ତାହାଙ୍କ ନିମନ୍ତେ ଜୀବନ ଧାରଣ କରୁ, ତାହାଙ୍କ ନିମନ୍ତେ ବଞ୍ଚୁ, ତାହାଙ୍କ ନିମନ୍ତେ ସାକ୍ଷୀ ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ମୋର ବିଶ୍ୱାସ ଆଜିର ଅଧ୍ୟୟନଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ ଓ ଆପଣମାନେ ଆତ୍ମିକ ଜୀବନରେ ଉପକୃତ ହୋଇଥିବେ। ଈଶ୍ୱରଙ୍କ କାର୍ଯ୍ୟ ଓ ଅଭିପ୍ରାୟକୁ ଆମେ ସଂଶୋଧନ କିମ୍ବା ପରିବର୍ତ୍ତନ କରିପାରିବା ନାହିଁ। ତେଣୁ ଉପଦେଶକଙ୍କ କଥା ଅନୁସାରେ ସୁଖ ସମୟରେ ଆନନ୍ଦ କରିବା ଓ ଦୁଃଖ ସମୟରେ ନିଜର ଜୀବନକୁ ପରଖିବା। ଈଶ୍ୱର ଆମମାନଙ୍କୁ ଆତ୍ମା ଓ ଜ୍ଞାନ ଦେଇଅଛନ୍ତି ଏହା ଜାଣିବା ପାଇଁ କି ଆମେ କେଉଁ ସ୍ଥାନକୁ ଯିବା। ସମସ୍ତ ମନ୍ଦ ବିଷୟରୁ ଉଦ୍ଧାର କରିବାକୁ ଈଶ୍ୱର ଆମ ସଙ୍ଗରେ ଅଛନ୍ତି। ଆସୁ ଆମେ ମଧ୍ୟ ତାଙ୍କ ସହ ଜଣେ ଜ୍ଞାନୀ ସନ୍ତାନ ସନ୍ତତି ପରି ରହିବା। ଆଜି ତ ଆମ ସମୟ ଶେଷ ହେଲାଣି। ପୁଣି ଆପଣମାନଙ୍କ ସହିତ ସାକ୍ଷାତ ହେବ ଫୋନ୍ ମାଧ୍ୟମରେ ଓ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଆପଣଙ୍କ ଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ଦୟାଳୁ ସ୍ୱର୍ଗସ୍ଥ ପିତା, ଆଜିର ସୁନ୍ଦର ବାକ୍ୟ ପାଇଁ ଆମେ ତୁମକୁ ଧନ୍ୟବାଦ ଦେଉଛୁ। ତୁମେ ବାକ୍ୟ ରୂପୀ ଈଶ୍ୱର ହୋଇ ସବୁ ପରିସ୍ଥିତିରେ, ସବୁ ଅବସ୍ଥାରେ ଆମମାନଙ୍କୁ ତୁମେ କଥା କହିଥାଅ। ଦୟାଳୁ ସ୍ୱର୍ଗସ୍ଥ ପିତା, ତୁମ ନିକଟରେ ପ୍ରାର୍ଥନା କରୁଛୁ, ଆମ ପ୍ରତ୍ୟେକଙ୍କୁ ଏକ ପବିତ୍ରତାର ଜୀବନ କାଟିବା ପାଇଁ ସାହାଯ୍ୟ କର। ଏହି ଜଗତ ମଧ୍ୟରେ ଯେତେବେଳେ ପ୍ରଭୁ ଆମମାନେ ବଞ୍ଚି ରହିଛୁ, ଆମେ ଜୀବନରେ କେବେ ମଧ୍ୟ ପ୍ରଭୁ ତୁମରି ବିରୁଦ୍ଧାଚରଣ କାର୍ଯ୍ୟ ଯେପରି ନ କରୁ, ଆମମାନଙ୍କର ଦୈନନ୍ଦିନ ଜୀବନରେ ତୁମରି ସେହି ଶ୍ରୀମୁଖକୁ ଯେପରି ଅନ୍ୱେଷଣ କରିବାକୁ ପାରିବୁ, ସେହିପରି ଆମମାନଙ୍କୁ ତୁମେ ସାହାଯ୍ୟ କର। ପବିତ୍ର ଦୟାଳୁ ସ୍ୱର୍ଗସ୍ଥ ପିତା, ଆମମାନଙ୍କର ପ୍ରତ୍ୟେକ ଦର୍ଶକ ଭାଇ ଭଉଣୀମାନଙ୍କୁ ତୁମେ ଆଶୀର୍ବାଦ କର। ସମସ୍ତଙ୍କର ଯତ୍ନ ତତ୍ତ୍ୱ ତୁମେ ନିଅ। ଧନ୍ୟବାଦ ଦେଉଛୁ ପ୍ରଭୁ ଆଜିର ସୁନ୍ଦର ବାକ୍ୟ ପାଇଁ। ଗୌରବ, ମହିମା, ପୂଜା, ପ୍ରଶଂସା କେବଳ ତୁମକୁ ଦେଇ ଯୀଶୁଙ୍କ ନାମରେ ଏହି ପ୍ରାର୍ଥନା ମାଗୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ଗତ ପ୍ରଶ୍ନର ଉତ୍ତରଟି ହେଲା ଏ ଧନ। ଆଜିର ପ୍ରଶ୍ନଟି ହେଲା, ମନୁଷ୍ୟକୁ କିଏ ଅନନ୍ତ ଜୀବନ ପ୍ରଦାନ କରିପାରେ? ଏ ଜ୍ଞାନ, ବି ପ୍ରଭୁ ଯୀଶୁ, ସି ବନ୍ଧୁ, ଡି ପିତା। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ, বি, সি, ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা জଣାଇବାକୁ অনুরোধ। जदि आपको आम कार्यक्रम भल लगुच तेबे 044490812996 रे मिस्ड कॉल दे विजय होई परिबे। गत सप्ताहर विजय दर्शक बंधु हेले गजपतिरु सुर सिंह।